ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ଗଲନ୍ଦର ଗ୍ରାମରେ ଏକ ଅଜବ ବାହାଘର ଦେଖିବାକୁ ମିଳିଛି। 95 ବର୍ଷୀୟ ବରକୁ 90 ବର୍ଷିଆ କନ୍ୟା। ଆପଣଙ୍କୁ କଥାଟି ଅଡୁଆ ଲାଗୁଥିଲେ ବି ସତ। ଏ ନିଆରା ପ୍ରେମ କାହାଣୀଟି ହେଉଛି ରାମାଭାଇ ଅଙ୍ଗାରୀ ଏବଂ ଜିବିଲି ଦେବୀଙ୍କର। ଦୀର୍ଘ 70 ବର୍ଷ ଲିଭ୍ ଇନ୍ରେ ରହିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କର 4 ପୁଅ ଏବଂ 2 ଝିଅ ରହିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଦୁହିଁଙ୍କ ବିବାହ କରିବାର ଇଚ୍ଛା ଥିବା ଜାଣି ତାଙ୍କ ପିଲାମାନେ ଏହି ବିବାହର ଆୟୋଜନ କରିଥିଲେ। ଗାଁରେ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ହଳଦୀ ମେହେନ୍ଦୀ ଭଳି ସବୁ ପରମ୍ପରା ପାଳନ କରାଗଲା। ଗାଁରେ ଡିଜେ ବଜାଇ ପଟୁଆର ବାହାରିଲା। ଗ୍ରାମବାସୀ ଜମେଇକି ନାଚିଲେ। ବିବାହରେ ବହୁ ସଂଖ୍ୟାରେ ଲୋକ ସାମିଲ ହେଲେ। ରାମାଭାଇ ଅଙ୍ଗାରୀ ଏବଂ ଜିବିଲି ଦେବୀ ହୋମ ନିଆଁରେ 7 ଫେରା ନେଲେ। ଏହାପରେ ଦୁହିଁଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଲା। ବଡ଼ ପୁଅ ବକୁ ଅଙ୍ଗାରୀ ଚାଷ କରନ୍ତି। ଶିବରାମ ଓ କାନ୍ତିଲାଲ ସରକାରୀ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। 4 ନମ୍ବର ପୁଅ ଲକ୍ଷ୍ମଣ ମଧ୍ୟ ଜଣେ କୃଷକ। ଝିଅ ସୁନିତା ଶିକ୍ଷୟିତ୍ରୀ ଏବଂ ଅନିତା ନର୍ସ ଭାବେ କାର୍ଯ୍ୟ କରନ୍ତି। ସେମାନଙ୍କର 4 ପିଲା ସରକାରୀ ଚାକିରି କରନ୍ତି। ତେବେ ଏହି ବୟସ୍କ ଦମ୍ପତିଙ୍କ ବିବାହରେ ପୁରା ଗାଁରେ ଖେଳି ଯାଇଥିଲା ଖୁସିର ଲହରୀ। ଦମ୍ପତିଙ୍କ ପିଲାମାନେ ମିଶି ପିତାମାତାଙ୍କ ଅନେକ ଦିନର ଇଚ୍ଛାକୁ ପୂରଣ କରିଥିଲେ, ଯାହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।